ଧାଡ଼ିଟିଏ କହିଲେ ଆଜ୍ଞା କଲା ବୁଝିବ ଅତି ସହଜେ ବୁଝିବ ଅତି ସହଜେ ବୁଝିବ ଅତି ସହଜେ ବୁଝିବ ଅତି ସହଜେ ମହେଶ୍ୱର ନାମ ସେ ଯେ ମହେଶ୍ୱର ନାମ ସେ ରାମକି ମୈଥିଲି ଦେବକୀ ସୀତାରେ ମାଟି ଭିତରେ ସେ ରାମ ସୀତାରେ ଛଅଟା ନା ଯୋଉ ଲୋକ ଓଡିଶାରୁ ଯାଇକି ଆମେରିକାରୁ ରହୁଛି ଆଜ୍ଞା ତାର ଡୁଆଲ ସିଟିଜେନସିପ ମାନେ ଭାରତୀୟ ମାଲ ବାହାରେ ରହିଲେ କହିବା ପ୍ରବାସୀ ଭାରତୀୟ ତାହେଲେ ସୀତା ଭାରତୀୟ ନା ପ୍ରବାସୀ ଭାରତୀୟ ସୀତା ତମ ଭାରତର ଝିଅ ଆଉ କିଏ ନା ବାହାରର ଝିଅ ଦେଖିବା ସୀତାର ଘର କୋଉଠି କୋଉଠି ସାରେ ନେପାଳ ନେପାଳରେ ଜନ୍ମ ହେଇଛି ସୀତା ରାମ ଜନ୍ମ କୋଉଠି କୋଉଠି ଯାହାକୁ ପୂଜା କରାଗଲାଣି ଆଜି ପର୍ଯ୍ୟନ୍ତ ମନ୍ଦିର ତିଆରି ହେଇଗଲା ଯାହା ହଉ ମୋଦି କହିଥିଲା କଣ କରିବ ବୋଲି ମୋଦି କରିନି ଆମେ କରିଛେ ଆମେ ଗାଁ ଗାଁ 150 ଲେଖେ ଦେଇକି ଯେତିକି ପଇସା ଥୋଇଛେ ହେଇ ରାମ ମନ୍ଦିର ଆଉ 10ଟା ହେଇପାରିବ କୋଉ ମୋଦି କରିନି କି କୋଉ ରାଜନେତା କଲା ଭଳିଆ କ୍ଷମତା ନାହିଁ ନା ନା ରାମ ଘରଟା ହେଲା କୋଉଠି ନା ଉତ୍ତରପ୍ରଦେଶ ଅଯୋଧ୍ୟା ଅଯୋଧ୍ୟା ଆଉ ନେପାଳ ଦେଖନ୍ତୁ ଟିକେ ପୁରାଣକୁ ତର୍ଜମା କରନ୍ତୁ ହେଇ ହେଇ ଆପଣ ମାନେ ଜ୍ଞାନୀ ପାଲା ଶୁଣିଛନ୍ତି ଅନେକ ଗାୟକଙ୍କର ପାଲା ଆପଣ ବୁଝୁଛନ୍ତି ଆଚ୍ଛା ଟିକେ ମନରେ ଭାବନ୍ତୁ ରାମ ଘର ଉତ୍ତରପ୍ରଦେଶ ସୀତା ଘର ନେପାଳ ସରଜୁ ନଦୀଟା କୋଉଠି ରାମ ପାରି ହେଲା କେତେବେଳେ ବିଶ୍ୱାମିତ୍ର ବାବାଜୀର ଆଶ୍ରମଟା କୋଉଠି ନା ଦଣ୍ଡକାରଣ୍ୟ ଗୁଜୁରାଟ ଏ ବାହାଘରଟା ସମ୍ଭବ କେମିତି ହେଲା କେମିତି ନା ତିନିଟା ଜିନିଷ ଏକାଠି ହେଇଗଲା ଗାୟକଙ୍କ ସାହିତ୍ୟ ଚର୍ଚ୍ଚାରେ ମଧ୍ୟ 11ଟି ଟଙ୍କା ପୁରସ୍କୃତ ହଉ ସେ ସତ୍ୟଭାମା ଭଉଣୀର ମଙ୍ଗଳ ହଉ ପ୍ରଭୁ